लीलामय विग्रहाय हेमाभ्य दिव्य छवि सुंदराय तस्मै महाप्रेम रस प्रदाय चैतन्य चंद्राय नमो नमस्ते। हरे कृष्ण। आमे शुणुथिलु चैतन्य भागवत। आज चैतन्य चरितामृत कथा आमे शुणिबु। केमिति अद्वैत आचार्य घरे अद्वैत आचार्य पत्नी सीता ठाकुराणी रोषे करछंती। आज महाप्रभु भोजन करिवे। चैतन्य हाथ जोड़ी अद्वैत आचार्य कहउछंती प्रभु थाउ थाउ सत्य थाउ प्रेमा बेसे तीनी दिन आछ उपवास আজি मोर घरे भिक्षा बल मोर वास। प्रभु आपण 3 दिन हेलाणी किछि खाई नाहंती, चलंतु टिके भोजन करिवे। प्राण रक्षा पाई टिके भोजन करिवे, शरीर रक्षा पाई टिके भोजन करिवे। आओ ए अधम बेसी किछि रुषै करी नहीं। एक मुष्टि अर्ण मोहि करी आछे पाक सुखा रुखा व्यंजन कैलो सुप आर साक। प्रभु कहले प्रभु गरीब लोक मुठा चाउल रांधिची आपणक पई आउ सादा सीधा तरकारी आउ साग टिके रोषे करछि। आसंतु आउ किछि विलासपूर्ण रोषे करी नाही। अर्ण झुलिया तरकारी टिके सीधा तरकारी आउ साग। आसंतु आसंतु आउ मु रोषे कर नहीं। ये आचार्याणी मो पत्नी सीता ठाकुर से रोषे कर प्रथमे पाक करी आछे न आचार्य विष्णु समर्पण कैला आचार्य आपनी। आज आचार्याणी माने निज पत्नी को कहउछंती सीता ठाकुराणी को आज रोषे करिछि। आओ मो भगवान विष्णु को भोग लगे दे सारिछि। आपण आसंतु से विष्णु को प्रसाद भगवान का प्रसाद आपण भोजन करिवे। घरे सब केमती देख स्त्री गृहिणी स्त्री को घरर गृहिणी कह जाए, सहधर्मिणी कह जाए, गृहलक्ष्मी कह जाए। से घर स्त्री लोक माने आगे आगे ए भक्ति आरंभ करिया कथा। पुरुष माने बाहर को जाउछंती काम करछंती कोन करछंती से छाड़। गृहलक्ष्मी घर लक्ष्मी स्त्री लोक माने से माने भगवान का नाम टिके जप करिवे, नाम टिके कीर्तन करिवे, ठाकुर सेवा करिवे, गीता भागवत पढ़िवे, आओ रोषेवास करिवे, भोग लगेवे, पिला मान खुआइवे, समस्त खुआइवे। आओ से माने टिके घरे जो मानकर आमिष खाउचंती संस्कार नाही किछि जानि नाहंती से माने स्त्री लोक माने आगे आरंभ करंतु। जेहेतु से घर लक्ष्मी गृह लक्ष्मी से माने न खांतु करके दे दियंतु। तापर धीरे 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 ए घर गृह लक्ष्मी पाखर भक्तिटा आरंभ हुए। से घर को से स्त्री लोक होचंती बा से गृह लक्ष्मी होच घर को सोनार कण घर को आज नहीं तो काली वैकुंठ
କରିଦେଇ ପାରିବେ। ତାଙ୍କ ହାତରେ ଚାବି, ଚାବିକାଠି ତାଙ୍କ ହାତରେ। ସେଥିପାଇଁ ସହଧର୍ମିଣୀ ଧର୍ମକର୍ମ ସବୁ ସ୍ତ୍ରୀ ପାଖରୁ ଆରମ୍ଭ ହେବା କଥା, ସ୍ତ୍ରୀ ମାନଙ୍କ ପାଖରୁ ଆରମ୍ଭ ହେବା କଥା। ତାପରେ ଅଦ୍ୱୈତ ଆଚାର୍ଯ୍ୟଙ୍କର ସ୍ତ୍ରୀ ଶ୍ଵେତା ଠାକୁରାଣୀ ରୋଷେଇ କରିଦେଇଛନ୍ତି। ଅଦ୍ୱୈତ ଆଚାର୍ଯ୍ୟ ଭଗବାନଙ୍କୁ ଭୋଗ ଲଗାଇ ଦେଇଛନ୍ତି। ଆଉ ବହୁତ କିଛି ଅଛି, ଆମେ ଆଗକୁ ପଢିବା। ତିନି ଠାଇଁ ଭୋଗ ବାଢା ହିଲ ସମକରି, କୃଷ୍ଣର ଭୋଗ ବାଢାଇଲ ଧାତ ପାତ୍ର ଧରି। କୃଷ୍ଣଙ୍କୁ ଯୋଉ ଭୋଗ ଲଗେଇଥିଲେ ଗୋଟିଏ ଧାତୁ ପାତ୍ରରେ, ପିତ୍ତଳ ପାତ୍ରରେ, ସେଇ ଭୋଗକୁ ତିନି ଭାଗ କରିଦେଇଛନ୍ତି। ତିନିଟା କଦଳୀ ପତ୍ର ପକେଇ ତିନି ଭାଗ କରିଦେଇଛନ୍ତି। ବତିଷାଠିଆ କଲାର ଆଙ୍ଗଠିଆ ପାଦେ, ଦୁଇ ଠାଇଁ ଭୋଗ ବାଢା ଇଲ ଭଲ ମତେ। ମହାପ୍ରଭୁ କହୁଛନ୍ତି ଆଜ୍ଞା କିଛି କରିନାହିଁ, ଭାତ ମୁଠାଏ ଚାଉଳ ମୁଠାଟେ ରାନ୍ଧି ଦେଇଛି, ଯୋଳିଆ ତରକାରୀଟେ କରିଦେଇଛି, ଶାଗ ଟିକେ କରିଛି, ଏମିତି କହୁଛନ୍ତି, କିନ୍ତୁ କରିଛନ୍ତି କ'ଣ ଦେଖିବା। କଥାର ଶୈଳୀ କିନ୍ତୁ ଦେଖନ୍ତୁ, ଶିଖିବାର ଅଛି। ମହାପ୍ରଭୁ ଖୁଆଇବେ ନା ସନ୍ନ୍ୟାସୀ, ତାଙ୍କୁ କହିଲେ ଏମିତି କରୁଛୁ, ସେମିତି କରୁଛୁ, ଏମିତି କରୁଛୁ, ପକୋଡା କରୁଛୁ, ପୁରୀ କରୁଛୁ, ଇଏ କରୁଛୁ, ସିଏ କରୁଛୁ, ଡରିଯିବେ, ଖାଇବେନି। ନା କିଛି ନାହିଁ, ସିଝା ଟିକେ କରିଦେଇছে, କଦଳୀ ସିଝା, ଲାଉ ସିଝା, ଅନ୍ନ ଟିକେ କରିଦେଇଛି, ଡାଲି ଟିକେ, ଆସନ୍ତୁ ଖାଇବେ। କରିଛନ୍ତି କ'ଣ ଦେଖିବା। ତିନି ଭାଗ ମଧ୍ୟରୁ ଗୋଟିଏ ଭାଗ ଏକ ଧାତୁ ନିର୍ମିତ ଥାଳିରେ, ଅନ୍ୟ ଦୁଇ ଭାଗ କଦଳୀ ପତ୍ରରେ ରଖାଯାଇଥିଲା। ଏହି କଦଳୀ ପତ୍ର ମଝିରୁ ଚିରା ଯାଇ ନଥିଲା। କଦଳୀ ପତ୍ର ଆଉ ମଝିରୁ ଚିରା ଯାଇନି, ଦେଖ ପୁରା କଦଳୀ ପତ୍ର। ଗୋଟିଏ କଦଳୀ ପତ୍ରର କେତେ ଜଣ ଖାଇବେ ଜାଣିତ, ପୁରା ଫୁଲ ହେଇଛି। ଦିଟା କଦଳୀ ପତ୍ର ଫୁଲ ହେଇଛି, ଆଉ ଗୋଟେ ବଡ ପାତ୍ରରେ ଫୁଲ ହେଇକି ଅଛି। କୋଉ ଭଳିଆ କଦଳୀ ପତ୍ର ନା 32 ଫେଣା କଦଳୀ ପଡିଥିବା କଦଳୀ ଗଛରୁ ତାହା ସଂଗ୍ରହ କରାଯାଇଥିଲା। ପ୍ରଭୁପାଦ ଲେଖିଛନ୍ତି 32 ଫେଣିଆ ମାନେ ଗୋଟିଏ କଦଳୀ ପତ୍ରରେ ଯଦି ଭାତ ଅନ୍ନ, ସେଟା 50 ଲୋକ ଖାଇବେ, କି 100 ଲୋକ ବି ଖାଇପାରନ୍ତି। 32 ଫେଣିଆ କଦଳୀ ପଡିଥିବା କଦଳୀ ଗଛରୁ ତାହା ସଂଗ୍ରହ କରାଯାଇଥିଲା। ସେ ଦୁଇଟି କଦଳୀ ପତ୍ର ନିମ୍ନରେ ବର୍ଣ୍ଣିତ ବିଭିନ୍ନ ପ୍ରକାର ଖାଦ୍ୟରେ ସୁନ୍ଦର ଭାବରେ ସଜାଇଥିଲା। କ'ଣ କ'ଣ ସଜା ଯାଇଛି ଦେଖିବା। ଆଜି ଭୋଗ ଲାଗିଛି ଭଗବାନଙ୍କୁ, କ'ଣ କ'ଣ ଭୋଗ ଲାଗିଛି ଦେଖିବା। କାହିଁକି ନା କୃଷ୍ଣଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଖାଦ୍ୟ ବା ଭୋଗ ତାଙ୍କୁ ବୈଷ୍ଣବମାନଙ୍କୁ ଅର୍ପଣ କରାଯାଇଥାଏ, ତେବେ ତାର ପରିମାଣ ବୃଦ୍ଧି ପାଇଥାଏ, ହ୍ରାସ ହୁଏ ନାହିଁ। ଘରେ ଯେତେବେଳେ ସବୁ ବୈଷ୍ଣବମାନଙ୍କୁ ଡାକିଥିବେ ଭୋଜନ କରିବାକୁ, ଭଗବାନଙ୍କର ଯୋଉ ରୋଷେଇ କରିଥିବେ ଦେଖିବେ ନିଶ୍ଚିତ ଭାବରେ ଅଧିକ ହବ। ପ୍ରଭୁପାଦ ଲେଖିଛନ୍ତି। ମଧ୍ୟେ ପିତ ଘୃତ ସିକ୍ତ ଶାଲ୍ୟର୍ଣ୍ଣୟରସ୍ତୂପ, ଚାରିଦିଗେ ବ୍ୟଞ୍ଜନ ଠୁଙ୍ଗା ଆର ମୃଦଙ୍ଗ ସ୍ତୂପ। ଏସବୁ ବଙ୍ଗାଳୀ ଭାଷା ଲେଖା ହେଇଛି, ପଢିକି ବୁଝେଇ। ସ୍ତୂପାକାର, ସ୍ତୂପାକାର ଗଦା ହେଇକି ଯେମିତି ସ୍ତୂପ, ସ୍ତୂପ ମାନେ ଛୋଟ ପାହାଡ, ଆଉ ଛୋଟ ପାହାଡ ଭଳିଆ ଶାଳିଆ ଅନ୍ନ, ଶାଳିଆ ଚାଉଳ ଜାଣିଛ, ଶାଳିଆ ଅନ୍ନ ଲମ୍ବା ଲମ୍ବା,
ହଁ ବାସୁମତୀ ଚାଉଳ ଭଳିଆ ଶାଳିଆ ଅର୍ଣ୍ଣ। ସେ ଅର୍ଣ୍ଣ ସବୁ ରନ୍ଧା ହେଇଛି ସ୍ତୂପ। ସ୍ତୂପ ମାନେ ଛୋଟ ଛୋଟ ପାହାଡ଼ ଭଳିଆ କରିକି ରଖା ହେଇଛି କଦଳୀ ପତ୍ରରେ। ଆଉ ମଧ୍ୟ ଭାଗରେ ପୀତବର୍ଣ୍ଣ ଘିଅ, ଘିଅ ଢଳା ହେଇଛି, ଗୁଆ ଘିଅ। ଆଉ ଅର୍ଣ୍ଣ ସ୍ତୂପର ଚାରି ଭାଗରେ, ଚାରି ପାଖରେ କଦଳୀ ପତ୍ର ଠୁଙ୍ଗାରେ ନାନା ପ୍ରକାର ବ୍ୟଞ୍ଜନ। କଦଳୀ ପତ୍ର ଠୁଙ୍ଗା ବି ତିଆରି କରିବେ। ଆଉ ତ କଦଳୀ ପତ୍ର ନାହିଁ। ଆଗରୁ ବାସନକୁସନ ନଥିଲା, ସବୁ କଦଳୀ ପତ୍ରରେ ଖାଉଥିଲେ। ଆମ ସମୟରେ ବିଶେଷ କରି ସବୁ ସମୟରେ କଦଳୀ ପତ୍ର ଆମେ ଖାଉ। କଦଳୀ ପତ୍ର ସବୁ, ଡାଲି ପତ୍ର ସବୁ ରହିଲା ବାସ୍। କଦଳୀ ପତ୍ର ହେଉଛି ସୁନାର ଥାଳି ବୋଲି କୁହାଯାଇଛି। କଦଳୀ ପତ୍ର ପ୍ରତ୍ୟେକ ଦିନ ଖାଉଥିବା ବ୍ୟକ୍ତି ତାଙ୍କର ମସ୍ତିଷ୍କ ଆଉ ଶରୀର କ'ଣ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ କ'ଣ ହେଇଯାଏ, ସତେଜ ହେଇଯାଆନ୍ତି। ଗୋଟେ ଔଷଧୀୟ ଗୁଣ ଅଛି କଦଳୀ ପତ୍ରରେ। ସେଥିପାଇଁ ଗରିବଙ୍କର ସୁନା ଥାଳି ବୋଲି କୁହାଯାଇଛି। ଗରିବଙ୍କର ସୁନା ଥାଳି, ହେ କଦଳୀ ତୁ ଗରିବଙ୍କର ସୁନା ଥାଳି। ଯାହା ହଉ ସ୍ତୂପ ଭଳିଆ ଆଜି ଅର୍ଣ୍ଣ ରଖା ହେଇଛି ବାସୁମତୀ ଚାଉଳରେ। ଆଉ ମଝିରେ ଘିଅ, ଗୁଆ ଘିଅ, ଆଉ ସବୁ ଠୁଙ୍ଗାରେ, ଇଏ କଦଳୀପତ୍ର ଠୁଙ୍ଗାରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ, ମୁଗ ଡାଲି ପରିବେଷଣ କରାଯାଇଥିଲା। ଆଉ କ'ଣ ନା ସାର୍ଦ୍ଧକ ବାସ୍ତୁକ ପାକ ବିବିଧ ପ୍ରକାର, ପୋଟଳ କୁଷ୍ମାଣ୍ଡ ବଡ଼ି ମାନକର ଆର। ଆଉ ଏ ପ୍ରସ୍ତୁତ ହେଇଥିବା ବ୍ୟଞ୍ଜନର ମଧ୍ୟ ଭାଗରେ କ'ଣ ଥିଲା? ପୋଟଳ ଆଳୁ ରସା, ଯେଉଁ ଓଡ଼ିଶାରେ ଫେମସ୍। ପାଣି କଖାରୁ ବଡ଼ି, ମାଣସାରୁ ତରକାରୀ, ଅଦା ପଡ଼ିଥିବା ବ୍ୟଞ୍ଜନ, ଅଦା ସବୁରେ ଅଦା ପଡ଼ିଛି। ଆଉ ନାନା ପ୍ରକାର ଶାଗ ଥିଲା। ମାଣସାରୁ ଜାଣିଛ ନା ନାହିଁ? ମାଣସାରୁ ଯେମିତି ରୋଷେଇ ସବୁ ହେଇଛି। ଆଉ କ'ଣ ସବୁ ଅଛି? ଆଉ କ'ଣ ରୋଷେଇ ହେଇଛି ନା ଚଇ ମରିଚ ସୁକ୍ତ ଦିଆ ସବ ଫଲ ମୂଲେ, ଅମୃତ ନିନ୍ଦକ ପଞ୍ଚ ବିଧ ତିକ୍ତ ଝାଲେ। ଝାଳ ମାନେ ରାଗ। ଆଉ ସବୁ ପ୍ରକାର ପନିପରିବା ପଡ଼ି କଲରା ସହିତ ମିଶାଇ ଅମୃତକୁ ପରାସ୍ତ କଲା ଭଳି ରାଇ ପ୍ରସ୍ତୁତ କରାଯାଇଥିଲା। ସୁକ୍ତ ବଙ୍ଗାଳରେ ଫେମସ୍। ସବୁ ପନିପରିବାକୁ, ସବୁ ପନିପରିବା ସହିତ କଲରା ପକାଇଥିବେ। ଚାରି ଭାଗ ନା ତିନି ଭାଗ ପନିପରିବା, ଗୋଟିଏ ଭାଗ କଲରା, ତାକୁ ସୋରିଷ ଦିଆ ହେଇକି ସୁକ୍ତ କରାହେଇଥିବ। ବହୁତ ସୁନ୍ଦର। ଚୈତନ୍ୟ ମହାପ୍ରଭୁ ବହୁତ ପ୍ରିୟ। ଆଉ ପାଞ୍ଚ ପ୍ରକାର ପିତା, ପାଞ୍ଚ ପ୍ରକାର ପିତାରେ ରନ୍ଧା ହେଇଛି କ'ଣ ତରକାରୀ ସବୁ। ରାଇ ଯୁକ୍ତ ରାଇ କରାଯାଇଥିଲା। ସେ ପାଞ୍ଚ ପ୍ରକାର ପିତା କ'ଣ କ'ଣ ଘରେ ସବୁ କରିବେ। ପିତା ଖାଇବା ଦରକାର। ମିଠା ଖାଇବା ଭଲ ନାହିଁ, ପିତା ବି ଟିକେ ଖାଇବା ଦରକାର। କୋମଳ ନିମ୍ବ ପତ୍ର ସହ ରାଜା ବାର୍ତ୍ତକି, ପୋଟଳ ଫୁଲ ବଡ଼ି ଭାଜା କୁଷ୍ମାଣ୍ଡ ମାନ ଚାକି। କଅଁଳିଆ ନିମ୍ବ ପତ୍ର, କଅଁଳିଆ ନିମ୍ବ ପତ୍ରରେ ବାଇଗଣ ଭଜା, ବଢ଼ିଆ। ବାଇଗଣ ନିମ୍ବ ପତ୍ରରେ ବାଇଗଣ ଭଜା, ଆଳୁ ଭଜା, ଆଉ କ'ଣ ପୋଟଳ ଭଜା, ଫୁଲ ବଡ଼ି ଭଜା, ପାଣି କଖାରୁ ମାନ ଚାକି ମଧ୍ୟ ତିଆରି ହୋଇଥିଲା। ପାଣି କଖାରୁ ଦହି ପକେଇକି ଏସବୁ ତିଆରି ହେଇଥିଲା। ନାରିକେଲ ଶସ୍ୟ ଛାନା ଶର୍କରା ମଧୁର, ମୁଚା ଖଣ୍ଡ ଦୁଗ୍ଧ କୁଷ୍ମାଣ୍ଡ ସକଲ ପ୍ରଚୁର। ନଡ଼ିଆକୁ କୁରି, ନାରିକେଲ ଶସ୍ୟ, ବଙ୍ଗାଳୀରେ ନଡ଼ିଆକୁ ନାରିକେଲ କହନ୍ତି। ନଡ଼ିଆକୁ କୁରି ତା ସହିତ ଛେନା
ନବାତ ମିଶାଇ ଅତ୍ୟନ୍ତ ସ୍ୱାଦୁକର ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା। ନଡ଼ିଆ କୋଡ଼ାକୁ ଛେନା ଆଉ ନବାତ ମିଶାଇକି କରାଯାଇଥିଲା। କଦଳୀ ଭଣ୍ଡା ତରକାରୀ, ପାଣି କଖାରୁ ଦୁଗ୍ଧରେ ପ୍ରସ୍ତୁତ ଘାଣ୍ଟ ପ୍ରଚୁର ପରିମାଣ କରାଯାଇଥିଲା। ସ୍ୱୟଂ ଲକ୍ଷ୍ମୀ ସୀତା ଠାକୁରାଣୀ କିଏ ଆଉ? ଏଇ ଅଦ୍ୱୈତ ଆଚାର୍ଯ୍ୟ ହେଉଛନ୍ତି ମହାବିଷ୍ଣୁ। ଆଉ ମହାବିଷ୍ଣୁ ଆଉ ସଦାଶିବ, ତାଙ୍କର ପତ୍ନୀ ମଧ୍ୟ ଅନ୍ନପୂର୍ଣ୍ଣେଶ୍ୱରୀ ଶିଶୁ ଋଷି କରିଛନ୍ତି। ଅଧର ଆମ୍ଳ ବଡ଼ା ଅମ୍ଳାଦି ପାଞ୍ଚ ଛୟ, ସକଳ ବ୍ୟଞ୍ଜନ କଇଲ ଲୋକେ ଯତ ହୟ। କେତେ ଲୋକ ଅଛନ୍ତି ତାର ହିସାବ ନାହିଁ। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆମେ ଶୁଣିଛୁ କାଲି କେତେ ହଜାର ହଜାର ଲକ୍ଷ ଲକ୍ଷ ଲୋକ ଆସୁଛନ୍ତି। ସମସ୍ତଙ୍କ ହିଁ ପ୍ରସାଦ ବ୍ୟବସ୍ଥା କରିଛନ୍ତି କିଏ? ଅଦ୍ୱୈତ ଆଚାର୍ଯ୍ୟ। ଯିଏ ଘରକୁ ଆସୁଛନ୍ତି ସମସ୍ତେ ପ୍ରସାଦ ପାଇକି ଯିବେ, ଖାଲି ହାତରେ ନୁହେଁ। ମନ୍ଦିରକୁ ଘରକୁ ଯିଏ ଆସିଲେ ଖାଲି ହାତରେ କାହାକୁ ପାଣି ଗ୍ଲାସଟା ଦେବେ, କିଛି ପ୍ରସାଦ କରିକି ଶୁଖିଲା ପ୍ରସାଦ ହଉ ଯାହା ଟିକେ ଖାଇବାକୁ ଦେବେ। ଅଧର ଆମ୍ଳ ବଡ଼ା ଅମ୍ଳାଦି ପାଞ୍ଚ ଛୟ, ଖଟା ମିଠା ବଡ଼ା, ବଡ଼ା ଛଣା ହେଇଥିଲା ଖଟା ମିଠା। ଏ 5-6 ପ୍ରକାର ଖଟା ହୋଇଥିଲା। ଓଉ ଖଟା, ଆମ୍ବ ଖଟା, କୋଳି ଖଟା, ଏସବୁ ବିଭିନ୍ନ ପ୍ରକାର ସବୁ ତରକାରୀ ଏପରି ହୋଇଥିଲା ଯେ ସେଠାରେ ଉପସ୍ଥିତ ସମସ୍ତ ଲୋକ ପ୍ରସାଦ ପାଇପାରିବେ। ଏସବୁ ଆଧ୍ୟାତ୍ମିକ ଜଗତ ଭୌତିକ ଜଗତର କେମିତି ଫରକ ଦେଖ। ଭୌତିକ ଜଗତର ଯେତିକି କରିଥିବ 100 ଜଣ କରିଥିଲେ 105-10 ଖାଇବେ, କିନ୍ତୁ ଆଧ୍ୟାତ୍ମିକ ଭକ୍ତି ମାର୍ଗରେ ଅନଲିମିଟେଡ୍। ତାପରେ ଆଉ କ'ଣ ବନେଇଥିଲେ? ମୃଦଙ୍ଗ ବଡ଼ା, କଲା ବଡ଼ା, ମାସ ବଡ଼ା ମିଷ୍ଠ, କ୍ଷୀରି ପୁଲି ନାରିକେଲ ଯତ ପିଷ୍ଠା ଇଷ୍ଠ। ମୁଗ ବଡ଼ା, ମୁଗକୁ ଶିଳରେ ବାଟିକି ବଡ଼ା କରିବେ। କଦଳୀ ବଡ଼ା, ବିରି ବଡ଼ା ସାଙ୍ଗକୁ ନାନା ପ୍ରକାର ପିଠା ମିଠା ତିଆରି ହୋଇଥିଲା। କ୍ଷୀରପୁଳି, ନଡ଼ିଆରେ ତିଆରି ଜିନିଷ, ଅନେକ ପ୍ରକାର ପିଠା ପ୍ରସ୍ତୁତ ହୋଇଥିଲା। ସରି ନାହିଁ, ଆହୁରି ଅଛି। 32 କଲାର ଠୁଙ୍ଗା ବଡ଼ ବଡ଼, ଚଲେ ହାଲେ ନାହିଁ ଠୁଙ୍ଗା ଅତି ବଡ଼ ବଡ଼। କଦଳୀ ପତ୍ରରେ ଠୁଙ୍ଗା ତିଆରି ହେଇଛି, ବଡ଼ ବଡ଼ ଠୁଙ୍ଗା। ଗୋଟେ ଠୁଙ୍ଗାରେ ଯେତିକି ଅଛି 10 ଜଣ ଖାଇବେ। କେତେ ଜଣ ଖାଇବେ ଦେଖିବା, ଲେଖା ହେଇଛି। ଯେଉଁ କଦଳୀ ଗଛର ଅତ୍ୟନ୍ତ 32 ଫେଣା କଦଳୀ ଫଳେ, ସେଇ ଗଛ ପତ୍ରରେ ତିଆରି ବଡ଼ ବଡ଼ ଠୁଙ୍ଗାରେ ତରକାରୀ ରଖାଯାଇଥିଲା। ଏହି ଠୁଙ୍ଗା ଗୁଡ଼ିକ ବେଶ ବଡ଼, ମଜବୁତ ଏବଂ ଅଣେଇ ହୋଇ ପଡ଼ିବାର ଭୟ ନଥିଲା। ଯଦି ଠୁଙ୍ଗାରେ କିଛି ଭରିକି ରଖାଯାଏ, ତରକାରୀ, ଭଜା, ବଡ଼ା, ଯାହା କିଛି ରଖ, ସେ ଆଉ ଗଡ଼ିବାର ନାହିଁ, ମଜବୁତ ହେଇ ବସୁଛନ୍ତି। 50 ଠୁଙ୍ଗା ବ୍ୟଞ୍ଜନେ ପୁରିୟା, 3 ଭୋଗେର ଆଶେପାଶେ ରାଖିଆ ଧରିୟା। 3 ଭୋଗ ଥାଳିରେ ଚାରିପଟେ 50ଟି ଲେଖାଏଁ ଠୁଙ୍ଗାରେ ତରକାରୀ ପୂର୍ଣ୍ଣ କରି ରଖାଯାଇଥିଲା। ସଘୃତ ପାଇସ ନବ ମୃତ କୁଣ୍ଡିକା ଭରିୟା, 3 ପାତ୍ରେ ଘର୍ଣ୍ଣା ବର୍ତ୍ର ଦୁଗ୍ଧ ରାଖି ଏ ଧରିୟା। ବିଭିନ୍ନ ପ୍ରକାର ତରକାରୀ ସାଙ୍ଗକୁ ଘିଅ ପକ୍କା ପାୟସ, ନୂଆ ମାଟି ଖୁରୀରେ ବଢ଼ା ଯାଇଥିଲା। ପାୟସ ସବୁ ନୂଆ ବଡ଼ ବଡ଼, ଯେମିତି ଜଗନ୍ନାଥ ପୁରୀରେ ମାଠିଆରେ
ସେମିତି ବଡ଼ ବଡ଼ ଖୁରୀ ମାଠିଆରେ ବଡ଼ ବଡ଼ ମାଠିଆରେ ପାୟସମ ରଖାଯାଇଥିଲା, କ୍ଷୀରି। ତିନୋଟି ମାଟିଆ ହାଣ୍ଡିରେ କ୍ଷୀରି, ଘନ ଆଉଟା ଦୁଧ ପୂର୍ଣ୍ଣ କରି ରଖାଯାଇଥିଲା। ଆଉ କ୍ଷୀରକୁ ଦୁଧକୁ ମାରି 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 ରାବିଡ଼ି କରି ରଖାଯାଇଥିଲା, ବଡ଼ ବଡ଼। ଦୁଗ୍ଧ ଚିଡ଼ା କଲାଓ ଦୁଗ୍ଧ ଲାଓ କି ଯତେକ କରିଲ ତାହା କହିତେ ନା ସାଖି। କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, ମୁଁ ଆଉ ଭାଷା ପାଉନି କ'ଣ ଲେଖିବି। କେଉଁ ତରକାରୀ ମୁଁ ବି ବୁଝିପାରୁନାହିଁ। କେଉଁ 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 ତରକାରୀ ହେଇଛି ମୁଁ ବି ବୁଝିପାରୁନି, ଜାଣିପାରୁନି, ଲେଖିବି କେମିତି। ଆଉ ଦୁଧ ଚୁଡ଼ା କଦଳୀ, ସକାଳୁ ସକାଳୁ ଦୁଧ ଚୁଡ଼ା କଦଳୀ ଦଳି ଦେବ। ଭଲ କଦଳୀ, ଭଲ ଚୁଡ଼ା, ନାଲିଆ ଚୁଡ଼ା ଦଳି ଦେଇକି ଭଗବାନଙ୍କୁ ଭୋଗ ଲଗେଇଦେବ, ଖାଇବ। ପୁଷ୍ଟିକର, ବହୁତ ପୁଷ୍ଟିକର। ନା ରୋଷେଇ ନା ଫୁସେଇ କିଛି ନାହିଁ। ଚୁଡ଼ାକୁ ଧୋଇଦେବ, ଚୁଡ଼ା, ଗରମ କ୍ଷୀର, କଦଳୀ ଚକଟି ଦେବ, ଏତିକି। ଆଉ ପକାଅ ନ ପକାଅ ଯାହା ପକାଇଦେବ, ଭୋଗ ଲଗେଇ ଖାଇବ। ରୋଷେଇ ଭଲ ସକାଳୁ। ମୁଁ ଏବେ ନାଲିଆ ଚୁଡ଼ା ଆଣିକି ରଖିଛି, କଦଳୀ ଅଛି, ଫଳ ଅଛି। ହଁ ଟିକେ ଖାଇଦେଲେ ଗଲା ଆଉ କ'ଣ। ନହେଲେ କେତେବେଳେ ମୁଗ, ଗଜା ମୁଗ ଫଳ ଖାଇ ସକାଳେ। ରୋଷେଇ ଜିନିଷ କିଛି ଖାଏନି। ଦ୍ୱିପହର କ'ଣ ଟିକେ ଖାଇଲ, ଆଉ ଟିକେ ସନ୍ଧ୍ୟାବେଳକୁ ଫଳମୂଳ ଖାଇଦେଲେ ସରିଲା ପାଠ ଆଉ କ'ଣ। ବାସ୍ତବରେ ଯେତେ ସବୁ ଜିନିଷ ତିଆରି ହେଇଥିଲା, ଆଜି କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି ମୋର ବର୍ଣ୍ଣନା କରିବା ସମ୍ଭବ ନୁହେଁ ଭାଇ। ମୁଁ ଦେଖି ତାର ନାଁ ପାଉନି, କ'ଣ କହିବି। ଆଗ ତାକୁ ପଚାରିକି ଲେଖୁଛି, ଏଇଟା କ'ଣ, ସେଇଟା କ'ଣ, ସେଇଟା କ'ଣ। ଦୁଇ ପାଶେ ଧରିଲ ସବୁ ମୃତ କୁଣ୍ଡିକା ଭରି, ଚାପା ଚାପା କଲା ଦଧି ସନ୍ଦେଶ କହିତେ ନା ପାରି। ଦୁଇଟି ସ୍ଥାନରେ ମାଟି ହାଣ୍ଡିରେ ଦହି ସନ୍ଦେଶ, ସନ୍ଦେଶ ପଶ୍ଚିମ ବଙ୍ଗଳାରେ ଫେମସ୍। ମାୟାପୁର ଗଲେ ସନ୍ଦେଶ ଖାଇବ, ସେ ଛେନାରେ ତିଆରି ସନ୍ଦେଶ ଫେମସ୍। ତେଣୁ ବଡ଼ ବଡ଼ ମାଟି ହାଣ୍ଡିରେ ଦହି, କ୍ଷୀର, ସନ୍ଦେଶ, ପାଚିଲା କଦଳୀ ରଖାଯାଇଥିଲା। ସେସବୁ ବର୍ଣ୍ଣନା କରିହେବ ନାହିଁ। ଆଉ ଅନ୍ନ ବ୍ୟଞ୍ଜନ ଉପରେ ଦିଲ ତୁଳସୀ ମଞ୍ଜାରି, ତିନ କଲ ପାତ୍ରେ ସୁବାସିତ ଜଳ ଭରି। ସମସ୍ତେ ଯିବା, ଚାଲ ସମସ୍ତେ ଖାଇବାକୁ। ଅତିଥି ଘରକୁ ଯିବା ଖାଇବାକୁ, ପ୍ରସାଦ ଖାଇକି ଆସିବା। ଅନ୍ନ ଓ ବ୍ୟଞ୍ଜନ ମାନଙ୍କ ଉପରେ ତୁଳସୀ ମଞ୍ଜରୀ ରଖାଯାଇଥିଲା। ତୁଳସୀ ନ ପଡ଼ିଲେ ଭଗବାନ ସ୍ୱୀକାର କରିବେ ନାହିଁ, ଦେଖିବେ ନାହିଁ। ସୁବାସିତ ଜଳପାତ୍ର ମଧ୍ୟ ରଖାଯାଇଥିଲା। ସୁବାସିତ ଜଳ ଅର୍ଥାତ୍ ଚନ୍ଦନ ଘଷିକି ପକା ହେଇଛି, ତୁଳସୀ ମଞ୍ଜରୀ ପକା ହେଇଛି, ପ୍ରଭୁ ପିଇବେ। ତେଣୁ ତୁଳସୀ, ଯେଉଁମାନେ ପିଆଜ ରସୁଣ ଖାଉନାହାନ୍ତି, ତୁଳସୀ କଣ୍ଠିରେ ଧାରଣ କରିବେ, ଭଗବାନ ସ୍ୱୀକାର କରନ୍ତି। ଭଗବାନ ଦେଖିବେ ତୁଳସୀ ଅଛି କି ନାହିଁ। ନହେଲେ ମହାମନ୍ତ୍ର ଜପ କଲେ ବି ଭଗବାନଙ୍କ ଦୃଷ୍ଟିପାତ ହୁଏ। ତିନି ଶୁଭ୍ର ପୀଠ ତାର ଉପରି ବସନ, ଏହି ରୂପେ ସାକ୍ଷାତ କୃଷ୍ଣ କରାଇଲା ଭୋଜନ। ତିନି ଗୋଟି ବସିବା ସ୍ଥାନରେ ନରମ ଆସନ ପକାଯାଇଥିଲା। ଏହିପରି ଭାବରେ ଭଗବାନ କୃଷ୍ଣଙ୍କୁ ସମସ୍ତ ଖାଦ୍ୟ ଅର୍ପଣ କରାଯାଇଥିଲା।
ଏବଂ ସେ ତାହା ଆନନ୍ଦରେ ସହିତ ଗ୍ରହଣ କରିଥିଲେ। ଭଗବାନ କୃଷ୍ଣ ବି ପ୍ରସାଦ ଗ୍ରହଣ ସେଇ ବିଷ୍ଣୁ ପ୍ରସାଦ ବି ଆପନେ ଆଚରି ଶିଖାୟ ନିଜ ଭକ୍ତ ଗଣେ ସ୍ୱୟଂ ଆଚରଣ କରି ଭକ୍ତମାନଙ୍କୁ ଶିକ୍ଷା ଦେଉଛନ୍ତି, ଶିକ୍ଷା ପ୍ରଦାନ କରୁଛନ୍ତି। ସେଇ ବିଷ୍ଣୁ ସେଇ କୃଷ୍ଣ ସେଇ ସବୁ ଆଜି ରୋଷେଇ କରି କେମିତି କଲେ ଜଣେ ଲୋକ ଏତେ ଏତେ ପରିମାଣରେ ଯଦି ଆଚାର୍ଯ୍ୟ ବି ସହାୟତା କରିଛନ୍ତି। ଭୋଗ ଲାଗିଗଲା, ତାପରେ ଆରତି ହବ। ଆରତିର ସେଥିପାଇଁ ଭୋଗ ଲଗେଇ ସାରିକି ଆରତି, ଯଦି ସନ୍ଧ୍ୟାବେଳକୁ ଆରତି କରିବେ କିଛି ଭୋଗ ଲଗେଇକି ଆରତି କରିବେ। ଆରତିର କାଲେ ଦୋଏ ପ୍ରଭୁ ବୋଲାଇଲ, ପ୍ରଭୁ ସଙ୍ଗେ ସବେ ଆସି ଆରତି ଦେଖିଲ। ଆରତି ଦେଖିଲେ କେତେ ପୁଣ୍ୟ। ଏଇ ଯୋଉ କାହିଁକି ନା ଆରତି ସମୟରେ ସବୁ ଆଲୋକ ବନ୍ଦ କରି ଦିଆଯାଏ। ସେ ଦୀପ ସେ ଘିଅ ବତୀ ଆଲୋକରେ ଭଗବାନଙ୍କୁ ଦର୍ଶନ କରିବେ। ସବୁ ପାପ ଜଳିକି ନଷ୍ଟ ହେଇଯିବ। ଏ ହରିଭକ୍ତି ବିଳାସରେ ବର୍ଣ୍ଣନା କରାଯାଇଛି କାହିଁକି ଆରତି କରାଯାଏ, ଆରତି କାହିଁକି ଦେଖାଯାଏ। ଆରତି ଦେଖିବ କାହିଁକି ଲୋକ ଦୌଡ଼ିକି ଯାଆନ୍ତି। ପୁରା ଲାଇଟ୍ ସବୁ ଇଲେକ୍ଟ୍ରିକ୍ ଲାଇଟ୍ ବନ୍ଦ ହେଇଯିବ, ସେଇ ଯୋଉ ଦୀପ ଆଲୋକରେ ଭଗବାନଙ୍କୁ ଦର୍ଶନ କରିବ। ପତିତ ପାବନ ଜଗନ୍ନାଥ ପ୍ରଭୁ ସେମିତି ହିଁ କରାହେଇଥାଉଛି ଡେଲି। ପତିତ ପାବନ ଜଗନ୍ନାଥ ଆଉ ପାରମ୍ପରିକ ମନ୍ଦିର ଯୋଉଠି ସେମିତି କରାହେଉଛି, ଜଗନ୍ନାଥଙ୍କର ଭିତରେ ମଧ୍ୟ ସେମିତି ଦୀପ ଜଳୁଥିବ। ମୁଁ ମଧ୍ୟ ଲିଭେଇ ଚିକ୍ ଚିକ୍ ମାରୁଛନ୍ତି ଜଗନ୍ନାଥ ପୁରା ଆରତିରେ ଦେଖିଲେ। ସେଇ ଘିଅ ବତୀରେ ଜଗନ୍ନାଥଙ୍କ ଦର୍ଶନ କଲେ, ଆରତି ଦେଖିଲେ ଅନାଦି କାଳର ସଞ୍ଚିତ ପାପ ସବୁ ପୋଡ଼ିକି ଧ୍ୱଂସ ହେଇଯିବ, ନଷ୍ଟ ହେଇଯିବ। ଆରତି ହେଲା, ଆରତି ସବୁ ଭକ୍ତମାନେ ମହାପ୍ରଭୁଙ୍କ ସହିତ ଆରତି ଦର୍ଶନ କଲେ। ଆରତି କରିଆ କୃଷ୍ଣ କରାଇଲା ଶୟନ, ଆଚାର୍ଯ୍ୟ ଆସି ପ୍ରଭୁରେ ତବେ କହିଲା ନିବେଦନ। ଆରତି କରିସାରି ପ୍ରଭୁଙ୍କୁ ଭଗବାନଙ୍କୁ ଶୟନ ଦେଇଦେଲେ। ଶୟନ କରିକି ଆଚାର୍ଯ୍ୟ ଆସିକି ପ୍ରଭୁଙ୍କୁ ଚୈତନ୍ୟ ମହାପ୍ରଭୁ ନିବେଦନ କରୁଛନ୍ତି। କଣ ନିବେଦନ କରୁଛନ୍ତି? ଗୃହର ଭିତରେ ପ୍ରଭୁ କରୁଣ ଗମନ, ଦୁଇ ଭାଇ ଆଇଲା ତବେ କରିବେ ଭୋଜନ। ହାତ ଯୋଡ଼ି ଆଜି ଆଦିତ୍ୟ ଆଚାର୍ଯ୍ୟ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଏବେ ଆସନ୍ତୁ, 3 ଦିନ ହେଇଗଲାଣି, ଆପଣ ଭୋଜନ କରି ଟିକେ ବିଶ୍ରାମ କରନ୍ତୁ। ତାପରେ ନିତ୍ୟାନନ୍ଦ ପ୍ରଭୁ ଆଉ ଚୈତନ୍ୟ ମହାପ୍ରଭୁ ଗ୍ରହଣ କରିବାକୁ ଆସିଲେ ପ୍ରସାଦ। ମୁକୁନ୍ଦ ହରିଦାସ ଦୋଇ ପ୍ରଭୁ ବୋଲାଇଲ, ଯୋଡ଼ ହାତେ 2 ଜଣ କହିତେ ଲାଗିଲ। ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କ ପ୍ରସାଦ ଗ୍ରହଣ କରିବାକୁ ଯିବା ବେଳେ ସେମାନେ ଉଭୟ ମୁକୁନ୍ଦ ହରିଦାସଙ୍କୁ ସେମାନଙ୍କର ସହିତ ଆସିବାକୁ କହିଲେ। ମହାପ୍ରଭୁଙ୍କ ସହିତ, ନିତ୍ୟାନନ୍ଦ ପ୍ରଭୁଙ୍କ ସହିତ ମୁକୁନ୍ଦ ହରିଦାସଙ୍କୁ ମଧ୍ୟ କହିଲେ ଆପଣ ବି ଆସନ୍ତୁ ମହାପ୍ରଭୁଙ୍କ ସହିତ। ମାତ୍ର ମୁକୁନ୍ଦ ହରିଦାସ ଉଭୟ ଯୋଡ଼ ହସ୍ତ ହୋଇ ନିତ୍ୟାନନ୍ଦ ପ୍ରଭୁ ହରିଦାସ, ନିତ୍ୟାନନ୍ଦ ପ୍ରଭୁ ମହାପ୍ରଭୁଙ୍କୁ ଡାକିଛନ୍ତି ଆଗେ, ତାପରେ ଆଉ 2 ଜଣଙ୍କୁ ଡାକିଛନ୍ତି ମୁକୁନ୍ଦ ଆଉ ହରିଦାସଙ୍କୁ, କହିଲେ ଆପଣ ବି ଆସନ୍ତୁ ଭୋଜନ କରିବେ ଭିତରେ, ଅନ୍ୟମାନଙ୍କୁ ବାହାରେ ସବୁ ପ୍ରସାଦ ଖୁଆଇଦେବା। ମୁକୁନ୍ଦ ଆଉ ହରିଦାସ କଣ କରୁଛନ୍ତି? ହାତ ଯୋଡ଼ି ନିବେଦନ କରୁଛନ୍ତି, ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୁକୁନ୍ଦ କହେ ମାର কিছু কৃত
କିଛି କୃତ୍ୟ ନାହିଁ ସରେ ପାଛେ ମୋହି ପ୍ରସାଦ ପାମୁ ତୁମି ଯାଅ ଘରେ। ମୁକୁନ୍ଦଙ୍କୁ ଡାକିବାରୁ ସେ କହିଲେ ମୋର ଟିକେ କାମ ଅଛି ଆଜ୍ଞା, ନିତ୍ୟକର୍ମ ଅଛି ସରି ନାହିଁ, ମୁଁ ପରେ ପ୍ରସାଦ ପାଇବି, ଆପଣମାନେ ଦୁହେଁ ପ୍ରଥମେ ପ୍ରସାଦ ପାଇଦିଅନ୍ତୁ। ହରିଦାସ ଠାକୁର କ'ଣ କହୁଛନ୍ତି ହାତ ଯୋଡ଼ି? ହରିଦାସ କହେ ମୋହି ପାପିଷ୍ଠ ଅଧମ ବାହିରେ ଏକ ମୁଷ୍ଟି ପାଛେ କରିବୁ ଭୋଜନ। ମୁଁ ଗେଟ୍ ପାଖରେ ବସିଛି, ଏ ମୁଠାଟେ ଦେଇଦିଅନ୍ତୁ ମୁଁ ଖାଇଦେବି, ମୁଁ ଭିତରକୁ ଯିବି ନାହିଁ, ମୁଁ ପାପିଷ୍ଠ, ମୁଁ ପାପୀ, ମୁଁ ପାମର, ମୁଁ ଅଧମ। କାରଣ ମହାନ ବୈଷ୍ଣବ ସିଏ ହରିଦାସ ଆଚାର୍ଯ୍ୟ, ନାମାଚାର୍ଯ୍ୟ, ପ୍ରଭୁ ତାଙ୍କୁ ନାମାଚାର୍ଯ୍ୟ ପଦରେ ଅଭିଷିକ୍ତ କରିଛନ୍ତି, ତଥାପି ସେ ନିଜକୁ ନିଜେ ମୁସଲମାନ ପରିବାର ଜନ୍ମ ହେଇଛି, ମୁଁ ପାପିଷ୍ଠ, ମୁଁ ପାମର, ମୁଁ ଅଧମ, ମୁଁ କେମିତି ଭିତରକୁ ଯିବି ଆଜ୍ଞା, ମୁଁ ଏଇ ଗେଟ୍ ପାଖରେ ତୌଡ଼ା ପାଖରେ ବସିଛି, ମୋତେ କ'ଣ ମୁଠାଟେ ଦେଇଦିଅନ୍ତୁ ଖାଇଦେବି। ଭକ୍ତଙ୍କ ସ୍ୱଭାବ ଏମିତି ରହିବ। ଭକ୍ତଙ୍କ ସ୍ୱଭାବ ଏମିତି ହେଲେ ତୃଣାଦପି ସୁନିଚେନ ତରୁରିବ ସହିଷ୍ଣୁନା ଅମାନେନ ମାନଦେନ କୀର୍ତ୍ତନୀୟ ସଦାହରି, ଏଇଭଳିଆ ଭାବ ରହିଲେ ତମେ ସଦାବେଳେ ଭଜନ କରିପାରିବ, ଭକ୍ତି କରିପାରିବ। ଠକା ଠକି ମିଛ ଆମ ଭଳିଆ ନୁହେଁ। ଗୋଟେ ମାସର ସାଧନ ଚାଟ ଗୋଟେ ଦିନ ଲେଖିକି ପଠେଇଦେଲ ନାଇଁ, ଯାଉ ତାପରେ କ'ଣ ହିଁ ଶୁଣିବା। ଦୁଇ ପ୍ରଭୁ ଲୟାଚାର୍ଯ୍ୟ ଗେଲା ଭିତର ଘରେ ପ୍ରସାଦ ଦେଖିଆ ପ୍ରଭୁର ଆନନ୍ଦ ଅନ୍ତରେ। ଯେତେବେଳେ ଦୁଇ ପ୍ରଭୁ ଆଜି ନିତ୍ୟାନନ୍ଦ ପ୍ରଭୁ ଚୈତନ୍ୟ ମହାପ୍ରଭୁ ଘର ଭିତରକୁ ଯାଇଛନ୍ତି, ପ୍ରବେଶ କରିଛନ୍ତି ଅଦ୍ୱୈତାଚାର୍ଯ୍ୟ ଘରଙ୍କୁ, ସେ ଦେଖିଲେ ପ୍ରସାଦର ବ୍ୟବସ୍ଥା ଆଗେ ଦେଖିଲେ, ଚୈତନ୍ୟ ମହାପ୍ରଭୁ ଖୁସି ହେଇଗଲେ, ବାଃ ଆଜି ପ୍ରଭୁଙ୍କୁ ଏତେ ଭୋଗ ଲଗେଇଛନ୍ତି, ପ୍ରଭୁଙ୍କୁ ସବୁ ଖୁଆଇଛନ୍ତି, ବାଃ ଖୁସି ହେଇଗଲେ। ଠିକ ନାହିଁ, ଭଗବାନଙ୍କୁ ଶ୍ରଦ୍ଧାର ସହିତ ପ୍ରୀତିର ସହିତ ଯେତେ ପ୍ରକାର ଖୁଆଇ ପାରିବେ, 56 ହଉ, ପତ୍ର ପୁଷ୍ପମ ଫଲମ ତ୍ୱୟମ୍ ୟୌମ୍ୟ ଭକ୍ତ୍ୟା ପ୍ରୟଚ୍ଛତି। ଯାହା ପାଖରେ ଧନ ଅଛି, ଐଶ୍ୱର୍ଯ୍ୟ ଅଛି, ସେ 56 ଭୋଗ ଖୁଆଇ ପାରିବ, କିଛି ଅସୁବିଧା ନାହିଁ। ଯାହା ପାଖରେ କିଛି ନାହିଁ, ଯାହା ପାଖରେ କିଛି ନାହିଁ, ପତ୍ର ପୁଷ୍ପମ ଫଲମ ତ୍ୱୟମ୍, ଯିଏ ଗରିବ ପତ୍ର, ଏ ଶାଗ ପତ୍ର ଆଣିକି ସିଝେଇ ଦେଇକି ଠାକୁରଙ୍କୁ ଖୁଆଇଦେବ। ପତ୍ର, ତୁଳସୀ ପତ୍ର ଅଥବା ଅନ୍ୟାନ୍ୟ ପତ୍ର, ସବୁ ଶାଗ ପତ୍ର, ଇଏ ବି ଭଗବାନଙ୍କୁ ଭୋଗ ଲଗେଇ ହେବ। ପୁଷ୍ପ, ପତ୍ର ପୁଷ୍ପ, ଫୁଲ ଜାତୀୟ, ଫୁଲକୋବି, ବନ୍ଧାକୋବି, ଫୁଲ ଜାତୀୟ ଦ୍ରବ୍ୟ ରୋଷେଇ କରି ଭଗବାନଙ୍କୁ ଭୋଗ ଲଗେଇ ହେବ। ଫଳ, ପନିପରିବା ସବୁ ବିଭିନ୍ନ ପ୍ରକାର ଫଳ, ବାଇଗଣ, ଆଳୁ ଇତ୍ୟାଦି ଇତ୍ୟାଦି ଫଳ ଭୋଗ ଲଗେଇ ପାରିବ। ପାଣି, ତୋୟ ମାନେ ପାଣି, କ୍ଷୀର, ଦହି, ଘିଅ, ଏଥିରେ ତିଆରି ପଦାର୍ଥ ବି କିଛି ନ ମିଳିଲେ ପାଣି ଗ୍ଲାସ ଦେଇଦେଲେ ବି ତୁଳସୀଟି ପକେଇକି ପ୍ରଭୁ ଭଗବାନ ସ୍ୱୀକାର କରିବେ। ତେଣୁ ଚୈତନ୍ୟ ମହାପ୍ରଭୁ ଦେଖୁଛନ୍ତି, ବାଃ 56 ପ୍ରକାର ଆଜି ଭୋଜନ ତିଆରି ହେଇଛି, ଭଗବାନ ଭୋଗ ଲାଗିଯାଇଛି, ମହାପ୍ରସାଦ। କୃଷ୍ଣଙ୍କ ଉଦ୍ଦେଶ୍ୟରେ ଏତେ ରକମ ଖାଦ୍ୟ ଦ୍ରବ୍ୟ ସୁନ୍ଦର ଭାବେ ପ୍ରସ୍ତୁତ ହୋଇଥିଲା ଯୋଗୁଁ ଚୈତନ୍ୟ ମହାପ୍ରଭୁ ଖୁସି ହୋଇଥିଲେ। ବାସ୍ତବରେ ସମସ୍ତ ପ୍ରକାର ଖାଦ୍ୟ କୃଷ୍ଣଙ୍କ ପାଇଁ ପ୍ରସ୍ତୁତ କରାଯାଏ, ଲୋକମାନଙ୍କ ପାଇଁ ନୁହେଁ, ଲୋକମାନଙ୍କ ପାଇଁ ନୁହେଁ, ମାତ୍ର ଭକ୍ତମାନେ ମହାଆନନ୍ଦରେ ସେ ପ୍ରସାଦ ସେବନ କରନ୍ତି। ସେଥିପାଇଁ ପ୍ରସାଦଟା
भगवान तैयारी हवा उद्देश्यटा कौन मो प्रभु को आज प्रभु कौन कौन आइटम करी कौन खुआई ना मो स्वामी पनीर खाया भल पाऊँ मो झी क्षीरी खाया भल पाऊँ मो पुओ शाग खाया भल पाऊँ ना सीटा भावनी मनरे स्वार्थ है भगवान कौन भल भगवान को भोग लगे से कार कथा की चिंता करनी क्या भल लागू न लागू भगवान को भल लगे अच्छे ये प्रीति भगवान भोग लगे से प्रसाद रूप समस्त को बांट समस्त को खाया दब छे अर्ण जय कृष्ण के कराओ भुजन जन्मे जन्मे सिरे धर ताहार चरण कृष्णदास कविराज गोस्वामी जी लिखुंट कृष्ण का उद्देश्य समस्त प्रकार खाद्य देव रंधन एवं समर्पण प्रणाली को चैतन्य महाप्रभु प्रशंसा करते वाह केते आज तरकारी भात डाली अन्न पिठा पणा बड़ा खटा वाह वास्तव एपरी खुशी जाइथिले जे से कहले जो व्यक्ति कृष्ण को एपरी सुंदर खाद्य अर्पण करिछि मु तांकर पादपद्म जन्मे जन्मे मस्तक धारण करी जन्मे जन्मे सिरे धर ताहार चरण एमती सुंदर सुंदर द्रव्य व्यंजन जे भगवान को भोग लगे तार मस्तक को मु कौन करी जन्मे जन्मे तार मस्तक को मु सिर धारण करी वाह महाप्रभु केते खुशी होती महाप्रभु चैतन्य महाप्रभु स्वयं कृष्ण जय गौर से कृष्ण से जगन्नाथ वासुदेव घोष बोले करी जोड़ हाथ से जगन्नाथ होचंती दारु ब्रह्मा चलंता ब्रह्म होचंती चैतन्य महाप्रभु प्रभु जाने तीनी भोग कृष्णेर नैवेद्य आचार्य मन कथा न है प्रभु वेद्य श्री चैतन्य महाप्रभु जिते बड़े गृह भीतर को प्रवेश कले से तीन स्थान रे प्रसाद बढ़ा जाइथिबार देखिले एवं से जानी जे से सब कृष्ण को उद्दिष्ट मात्र से अद्वैत आचार्य मन कथा बुझी पारि नथिले प्रभु बोले बैसती ने करिए भोजन आचार्य कहे आमी करिब परिवेशन चैतन्य महाप्रभु कहले तबे आमे तीन जन जाक भोजन करिबा बसी जाओ तीन जन किए अद्वैत आचार्य नित्यानंद प्रभु चैतन्य महाप्रभु आम तीन जन बस तीन टा कदली पत्र बढ़ाई आम तीन जन बसवा प्रसाद पाईदबा कोन स्थाने बसब आउ आन दोई पात अल्प करी आनी ताहे देह व्यंजन भात तीन भाग में बढ़ा जाइथिबा प्रसाद परिवेशन करा जिवो बोली से चैतन्य महाप्रभु कहले तीन जो तीन टा बड़ बड़ कदली पत्र रखाई ये समस्त को बांट तेणु से दुईटी कदली पत्र आने को कहले आमको अल्प परिमाण अन्न व्यंजन दियो क्या आमको सही पात्र बाहर करी अल्प अल्प व्यंजन दियो आम एत खाई पार जड़े जड़े 50 लोक 100 लोक खाइबे गोटे कदली पत्र ना टिके काढ़ी दियो
आम सब खाईपर ना। आचार्य कहे वैश दुहे पिंडीर उपरे एत बोली हाथ धरे बसाइला दुआरे। पिंडी माने पीढ़ा। आज जो डाइनिंग टेबल है पीढ़ार सब बस आगु खाऊले तले बस खाइले तार महत्व अच्छी। हाथ खाइले महत्व अच्छी। चामच पामच वाला सब किसी ना से गैस्ट्रिक हो सब हाथ में खाइब बसिकी खाइब कहीं रोग वैराग्य हो आम प्राकृतिक प्रणाली को आम उल्टा आजिकल आधुनिक जूता पिंधि टाई पिंधि टेबुल बसिकी गोड़ हल स्पून रे खाइले जाओ। अद्वैत आचार्य कौन कहले आपण पीढ़ार बसंत यह कही सारी से हाथ धरी आणिकी पीढ़ारे बसई। चैतन्य महाप्रभु बुझीपारे अद्वैत आचार्य छाड़ब ना केते कौन रोषे कर खुआब कहले मो सन्यासी तो सबुर गोटे गोटे खंड दब गोटे खंड अल्प बहुत अल्प मो सन्यासी जानच ना नहीं अद्वैत आचार्य कहते आ खाइले इंद्रिय को कंट्रोल करी हम नहीं माने शिखौଛନ୍ତି महाप्रभु आपने आचरी शिखाय निज भक्त गणे कि वैष्णव आई जो सन्यासी ब्रह्मचारी मान को भक्त मान को इंद्रिय मान को स्वयं करने तांको बहुत अल्प अल्पाहारी और सादा सीधा खाया कथा मसला पूरी पलौ पकड़ा चैतन्य महाप्रभु कहले सन्यासी पाखे एत प्रकार खाद्य द्रव्य भोजन करने उचित नुहे से एत प्रकार खाद्य द्रव्य भोजन कले इंद्रिय मान को किपर आत्त करेंगे संभव नुहे। चैतन्य महाप्रभु रघुनाथ गोस्वामी को सब आदेश देते आम शुणी पढ़ा पर देखा सब जाक प्रभुपाद जमी सब तात्पर्य लिखिं से पढ़ू गोटे गोटे श्लोक आम रहीजु गोटे दिन आगू जापर चैतन्य भागवत कौन पढ़ी दाड़ी दाड़ी कि अर्थ पढ़ी ये चैतन्य चरितामृत प्रभुपाद लिखिं गोटे गोटे पेज ताको पढ़ेबो से गोटे पेज को पढ़ी गोटे दिन रही आगू जापर रघुनाथ दास केमती उपदेश देते हैं कथा सब अच्छी कौन खाइब कौन पीब कौन पिंधिब केमिति रहिबो ये सब वैष्णव लाइफ स्टाइल सदाचार। आचार्य कहे छाड़ तुमी आपनार चोरी आमी सब जानी तुम्हार सन्यासीर भारी भोरी। चैतन्य महाप्रभु कहते आम सन्यासी अल्प खाइबू सिजा खाइबू अद्वैत आचार्य कौन कहते हाँ 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 मु जानी आप केते खाइबे कौन करे मु जानी बढ़ा जाइए खाद्य द्रव्य को चैतन्य महाप्रभु ग्रहण करने को असम्मत हेबारो अद्वैत आचार्य कहले आपणकर गोपनीयता परित्याग करंतु मु जाने आपण कौन कौन आपणकर संन्यास ग्रहण गोपनीय अर्थ मु जानी आपण कौन खाती कौन ना मु जानी आपण चिंता करंतु नहीं। जाओ अद्वैत आचार्य महाप्रभु हाथ धरी कहले आपण से छाड़त आप भोजन करंतु मु जानी आपण कौन खाइबे कौन ना। आचार्य बोले अकपटे कर आहार जदि खाइते ना पार पाते रहिबे कार।
अद्वैताचार्य कहते आप कपट करूँ ना गोटे कपट गोटे सकपट गोटे निष्कपट निष्कपट कृपा सकपट कृपा मु आगुरी कही कपट सहित कृपा करवा कपट रहित कृपा करवा तेणु आचार्य कौन कहते हाँ मुझे जानती तुम कपट आप न खाई पारे से पत्र छाड़ी जी आम खाईदे अद्वैताचार्य बहुत चालाक सब बेसी बेसी दे दी न खाई पारे छाड़ी जी आम खाइब ए कौन अच्छे प्रभु बोले तर्न नारी वो खाईते सन्यासीर धर्म न है उच्चिष्ट राखीते चैतन्य महाप्रभु कहते एत भात एत तरकारी एत व्यंजन मु खाई पारि ना आ सन्यासीर धर्म नुहे छाड़ी जीवा सन्यास धर्म नहीं जहाँ अच्छी से खाइबे सन्यास धर्म नहीं छाड़ा चैतन्य महाप्रभु कहते चैतन्य महाप्रभु सन्यासी के शिक्षा दौरान सन्यासी मान को साधु गुरु वैष्णव सन्यास छाड़े सन्यास धर्म नुहे आचार्य सन्यास बहुत किसी नीति नियम अच्छी पर चर्चा करिया आचार्य बोले नीला चले खाओ इच्छार नवार एक बारे और न खाओ सत सत भार अद्वैताचार्य कहते हाँ मुझे जानी आपण केते खाऊ खाती केते खाती खाती नहीं मुझे जानी जगन्नाथपुरी रे बसिके भार भार भात खाऊ भार भार खजा भार भार मिठा भार सब भार भार ये कहूँ ना ना खाइबी नहीं सन्यास नहीं मुझे जानी आप छल ए जगन्नाथपुरी करी केते भार भार भात खाऊँ भात डाली केते कौन खाऊँ भार भार आई खाऊ ना 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 मो सन्यास खाइबी नहीं मुझे जानी आप छल ए संपर्क आचार्य श्री चैतन्य महाप्रभु जगन्नाथपुरी ठारे प्रसाद सेवन दृष्टांत देले जगन्नाथ महाप्रभु चैतन्य महाप्रभु एक अभिन्न अटंती अद्वैताचार्य दर्शाइले जे जगन्नाथपुरी रे श्री चैतन्य महाप्रभु 56 थर प्रसाद सेवन करती 54 थर प्रसाद ग्रहण करती आगुरु राजा राजा अमर एबे 8 टाइम ही प्रत्येक थर शह शह पात्र पूर्ण प्रसाद सेवन करती आगुरी राजा समय खाली भोग लगुथ इंद्रधन महाराज को इंद्रधन महाराज वर मागी कहले प्रभु आपण बनई दौथे आप खाऊे जगन्नाथ कहले तथास्तु से पुरी रे सदाबले जगन्नाथ खाऊ हाथ सुखे नहीं आंगुली सुखे नहीं जगन्नाथ एवं सब नीति नियम को 8 टाइम कर 8 9 टाइम कि 10 टाइम लिखाई सरनी आज ये चलो किसी दिन बहुत कथा अच्छी सच माता आसवे करेंगे बहुत तो आरंभ हो गोटे सप्ताह खंड चलो कहीं चैतन्य भागवत यदि आम पढ़ी था ये सब न था चैतन्य भागवत आगू आगू पलैब ये चैतन्य चरितामृत को आम प्रवेश करूँ कहीं आम से कथा जो कथा चलती से कथा प्रसंग ये कथा गुड़ाक अच्छी तेना शुणिकी जा चैतन्य चरितामृत केबे पढ़ा कौन करवा ठिकना ना गोटे वर्ष लगे चैतन्य भागवत आहरी पढ़ा तापर चैतन्य चरितामृत तेणु जहाँ हो आम यही प्रसंग अच्छु से ये प्रसाद प्रसंगटा समापन कर आगे बढ़ा।